ଓଡ଼ିଆରେ ଆମେ ସାଧାରଣତଃ କୁହନ୍ତି ମୁଁ କ'ଣ ଖାଏ, ମୁଁ କ'ଣ ପିଏ, ମୁଁ କ'ଣ ଖେଳେ, ମୁଁ କ'ଣ ପଢ଼େ। ତ ଏଇସବୁ ମୁଁ କ'ଣ କରେ ଢାଞ୍ଚାରେ ଯାଉଛି। ତ ମୁଁ କ'ଣ କରେ ଢାଞ୍ଚାରେ ଯେଉଁ ବାକ୍ୟ ଗୁଡ଼ାକ ସବୁ ଅଛି ତାକୁ ଇଂରାଜୀରେ କେମିତି ତିଆରି କରିବା ଆମେ ଶିଖିବା ଏବେ। ତ ମୁଁ କ'ଣ ଖାଏ ଗୋଟେ ଉଦାହରଣ ନେଉଛି। ମୁଁ କ'ଣ ଖାଏ, ଏ ବାକ୍ୟରେ ଦେଖ ତିନିଟା ଖଣ୍ଡ ଅଛି। ଗୋଟେ ହେଉଛି ମୁଁ, ଆଉ ଖଣ୍ଡେ ହେଲା କ'ଣ, ଦ୍ୱିତୀୟ ଖଣ୍ଡଟି, ଆଉ ତୃତୀୟ ଖଣ୍ଡଟି ହେଲା ଖାଏ। ତ ଏଙ୍କୁ ବନେଇବା ପାଇଁ ପ୍ରଥମ ଆଗେ ଦେଖିଦିଅ କାହାକୁ ଇଂରାଜୀରେ କ'ଣ କହନ୍ତି। ମୁଁକୁ ଇଂରାଜୀରେ କହନ୍ତି ଆଇ, ଆଉ ଖାଇବାକୁ ତ ଜାଣିଛ ଇଟ୍। କିନ୍ତୁ ମୁଁ କ'ଣ ଖାଏ ପାଇଁ ଆମେ କେମିତି ବାକ୍ୟକୁ ସଜେଇବା, ଶବ୍ଦ ଗୁଡ଼ାକ କେମିତି କ'ଣ କାହା ପରେ ଲେଖିବା ଦେଖିବା। ପ୍ରଥମେ କ'ଣଟା ଲେଖିଦେବା। କ'ଣର ଇଂରାଜୀ ହେଲା ହ୍ୱାଟ୍। ତାପରେ ଡୁ ବସିବ। ମନେ ରଖିଥାଅ, କର୍ତ୍ତା ଯଦି ଆଇ, ୟୁ କିମ୍ବା ବହୁବଚନ ହେଇଥିବ ତାହେଲେ ଏଇସବୁ ବାକ୍ୟରେ ଡୁ ବ୍ୟବହାର କରାଯିବ। ଯଦି ଆଇ, ୟୁ କିମ୍ବା ବହୁବଚନ ହେଇନଥିବ ତାହେଲେ ଡଜ୍ ଲାଗିବ। ଏଇଠି ହ୍ୱାଟ୍ ପରେ ଡଜ୍ ଲାଗିଯାଇଥାନ୍ତା। କିନ୍ତୁ ଏଇଠି କର୍ତ୍ତା କ'ଣ ଅଛି? ମୁଁ, ମାନେ ଆଇ ଅଛି। ଆଇ ଥିଲେ ଏଠି ଡୁ ହେବ। ତାହେଲେ ହ୍ୱାଟ୍ ଡୁ, ତାପରେ କର୍ତ୍ତା ଆଇ ଲେଖିବ ହ୍ୱାଟ୍ ଡୁ ଆଇ, ତାପରେ କ୍ରିୟା ଲେଖିବା ଇଟ୍। ହ୍ୱାଟ୍ ଡୁ ଆଇ ଇଟ୍। ଆଉ ଯେହେତୁ ଏଇଟା ପ୍ରଶ୍ନ ଅଛି ତେଣୁ ପ୍ରଶ୍ନବାଚକ ଚିହ୍ନ ଦେବା। କ'ଣ ହେବ ତାହେଲେ? ମୁଁ କ'ଣ ଖାଏ ଇଂରାଜୀରେ ହେବ ହ୍ୱାଟ୍ ଡୁ ଆଇ ଇଟ୍। ମୁଁ କ'ଣ ଖାଏ ହ୍ୱାଟ୍ ଡୁ ଆଇ ଇଟ୍। ଠିକ୍ ସେଇଭଳି ନିମ୍ନଲିଖିତ ବାକ୍ୟ ଗୁଡ଼ିକ ଆମେ ତିଆରି କରିପାରିବା। ମୁଁ କ'ଣ ପଢ଼େ ହ୍ୱାଟ୍ ଡୁ ଆଇ ରିଡ୍। ମୁଁ କ'ଣ ଖେଳେ ହ୍ୱାଟ୍ ଡୁ ଆଇ ପ୍ଲେ। ଏମିତି ଆମେ ସବୁ ଏଇ ଢାଞ୍ଚାର ବାକ୍ୟ ଗୁଡ଼ିକ ତିଆରି କରିପାରିବା।